ତ ସକାଳୁ ସକାଳୁ ଉଠିକି ଦେଖିଲା ବେଳକୁ ବୋଉ ଆମର ଘିଅ ବାହାର କରୁଥିଲା। ତ ମୁଁ କହିଲି ତୁ ଯା ଗାଧେଇ ପଡ, ମୁଁ ଦେଖୁଛି ଏଠି କେମିତି କଣ କରାହବ ଘିଅ ଛାଣିବା କାମ ଟିକେ। ତାପରେ ଆଜି ଘରେ ଶୁକ୍ରବାର ଯେହେତୁ ତ ପଳେଇ ଆସିଥିଲା ମାଛ, ପୁରା ଫ୍ରେଶ ମାଛ। ତ ଏଠି ମୁଁ ଚାଲି ଯାଇଥିଲି ସଫା କରିବା ପାଇଁ। ତ ମାଛର ବାସ୍ନା ଶୁଙ୍ଘି ଶୁଙ୍ଘି ଆମ ଘରକୁ ପଳେଇ ଆସିଥିଲା ବିଲେଇ। ତ ଏଠି ମୋ ପୁଅ ବିଲେଇକୁ ଦେଖି ଖୁସିରେ ଡେଇଁବ କଣ, ତାକୁ ଦେଖିକି ତାର କାନ୍ଦ ଷ୍ଟାର୍ଟ ହେଇଯାଇଥିଲା। ତ ଏଠି ସେ ଯେ ମୋ ଆଡକୁ ଆସିବା ପାଇଁ ଯେତେବେଳେ ଚେଷ୍ଟା କରୁଥିଲା, ସେ ବିଲେଇ ଯେମିତି ତାକୁ ଦେଖୁଛି ତାର କାନ୍ଦ ଷ୍ଟାର୍ଟ ହେଇଯାଉଥିଲା। ତ ତାପରେ ମୋ ସହିତ ବାହାରି ପଡିଥିଲା ଟିକେ ଟିକେ ବୁଲାବୁଲି କରିବା ପାଇଁ। ସାଙ୍ଗମାନେ ଆଜି ଦେଖିବା ଆମ ବୋଉ ଆଜି କଣ ରୋଷେଇ କରିଛି। କଣ ରୋଷେଇ କରିଛି ବୋଉ? ମାଛ ତରକାରୀ, ଶାଗ, ଇଏ ଦେଖନ୍ତୁ ମାଛ ତରକାରୀ, ତାପରେ ଇଏ ଲେମ୍ବୁ ଚାରୁ, ଆପଣ ମାନେ ନିହାତି ଭାବରେ ଖାଇଥିବେ। ଇଏ ହେଲା ଶାଗ ଆଉ ଭାତ। ତ ଆପଣମାନେ ଆଜି କ'ଣ ସବୁ ଘରେ ଖାଇଲେ? ଯେହେତୁ ଆଜି ଶୁକ୍ରବାର, ନିହାତି ଭାବରେ ଓଡ଼ିଆ ଘରେ ଆମିଷ ହେଇଥିବ। ତ କ'ଣ ଖାଇଲେ ମୋତେ ନିହାତି ଜଣେଇବେ। ତ ଶୋଇକି ଉଠିଲା ପରେ ବୋଉ ବନେଇ ଦେଇଥିଲା କନ୍ଦମୂଳ ସିଝା। ତ କନ୍ଦମୂଳକୁ ଚୋପା ଛଡ଼େଇ ଛଡ଼େଇ ମୋ ବୋଉ ସହିତ ଗପ ମାରି ମାରିକି ଖାଇ ଦେଇଥିଲି 2-3ଟା କନ୍ଦମୂଳ। ତ ଆପଣମାନଙ୍କୁ ଆଜିର ବ୍ଲଗ କେମିତି ଲାଗିଲା ନିହାତି ଜାଣିବେ। ରହିଲି, ନମସ୍କାର।